ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ବୋଲି କୁହାଯାଉଛି। ଆଗ ଶ୍ରୀ ଶ୍ରୀ ବୋଇଲେ ଲକ୍ଷ୍ମୀ। ଦେଖନ୍ତୁ, ଆପଣ ଯେତେବେଳେ ମହାମନ୍ତ୍ର ଜପ କରୁଛନ୍ତି ହରେ ରାମ କୃଷ୍ଣ, ଆଗ ହରେ ହରେ ବୋଇଲେ ରାଧାରାଣୀ, ହରେ ବୋଇଲେ ଶକ୍ତି, ହରେ ବୋଇଲେ ମା, ସବୁକିଛି ସେମିତି ସୀତାରାମ, ରାଧାକୃଷ୍ଣ, ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା, ଶ୍ରୀପଞ୍ଚମୀ ଏସବୁ କୁହାଯାଏ। ପ୍ରତ୍ୟେକ ତିଥିର କିଛି କିଛି ବିଶେଷତ୍ୱ ରହିଛି। କେବଳ ଏଇ ଦୁଇଟା ତିଥିରେ ଯୁକ୍ତ ହେଇଛି ଶ୍ରୀଗୁଣ୍ଡିଚା, ଶ୍ରୀପଞ୍ଚମୀ। ତେଣୁ ଏହି ପବିତ୍ର ଦିନରେ ଆମେ ଯଦି ସାଧନାରେ ବସିବା, ମନକୁ ଅନ୍ତର୍ମୁଖୀ କରି କ୍ରିୟା ଅଭ୍ୟାସ କରିବା, ନିଜ ଭିତରେ ଆପଣ ସେଇ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ଆଉ ଅନୁଭବ କରିପାରିବେ।